କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗର ଷଷ୍ଠ ପାଠ ଯୋଉଟା ଥିଲା ଭାରତ ସ୍ୱାଧୀନତା ଆଇନ, ଭାରତ ବିଭାଜନ ଓ ସ୍ୱାଧୀନତାର କ୍ୱେଶ୍ଚନ ଆନ୍ସର ଡିସ୍କସ କରିବା ଆଉ ଜାଣିବା କି ଆନ୍ସର ଗୁଡିକ କଣ ହବ। ପ୍ରଥମ କ୍ୱେଶ୍ଚନଟି ହେଉଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 60 ଗୋଟି ଶବ୍ଦରେ ଲେଖ। ଫର୍ଷ୍ଟ କ୍ୱେଶ୍ଚନ ହେଲା କ୍ୟାବିନେଟ ମିଶନର ମୁଖ୍ୟ ପ୍ରସ୍ତାବ ଗୁଡିକ କଣ ଥିଲା? ଆମେ ପଢିଛନ୍ତି ତିନୋଟି ପ୍ରସ୍ତାବ କ୍ୟାବିନେଟ ମିଶନର ଥିଲା। ତ ସେ ପ୍ରସ୍ତାବ ଗୁଡିକ ହେଉଛି ଫର୍ଷ୍ଟ ହେଉଛି ବ୍ରିଟିଶ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜ୍ୟମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇ ବ୍ୟବସ୍ଥାପକ ସଭା ଓ ଶାସନ ପରିଚାଳନା ବ୍ୟବସ୍ଥା। ଦ୍ୱିତୀୟଟି ହେଉଛି ବ୍ରିଟିଶ ଶାସିତ ପ୍ରଦେଶରୁ ସାଧାରଣ ବର୍ଗ ଓ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସହ 296 ଜଣ ଓ ଦେଶୀୟ ରାଜ୍ୟମାନଙ୍କରୁ 93 ଜଣ ପ୍ରତିନିଧିଙ୍କୁ ନେଇ 389 ସଦସ୍ୟ ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭା ଗଠନ। ଆଉ ତୃତୀୟଟି ଥିଲା ସମ୍ବିଧାନ ପ୍ରଣୟ ହେବା ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଜଣେ ପ୍ରତିନିଧିଙ୍କ ସମେତ କଂଗ୍ରେସରୁ 6 ଜଣ, ମୁସଲିମ ଲିଗରୁ 5 ଜଣ ଏବଂ ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ସମ୍ପ୍ରଦାୟରୁ ଜଣେ ଲେଖାଏଁ ହିସାବରେ ମୋଟ 14 ଜଣ ପ୍ରତିନିଧିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ। କ୍ୟାବିନେଟ ମିଶନ ପ୍ରସ୍ତାବ ବିରୋଧରେ ମୁସଲିମ ଲିଗର ପ୍ରତିକ୍ରିୟା କିପରି ପ୍ରକାଶ ପାଇଥିଲା? କ୍ୟାବିନେଟ ପ୍ରସ୍ତାବରେ ସ୍ୱାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନଥିବାରୁ ମୁସଲିମ ଲିଗ ନେତା ମହମ୍ମଦ ଅଲି ଜିନ୍ନା କ୍ଷୁବ୍ଧ ହୋଇ 1946 ମସିହା ଅଗଷ୍ଟ 16 ତାରିଖକୁ ସାରା ଭାରତରେ ପ୍ରତ୍ୟେକ କାର୍ଯ୍ୟ ଦିବସ ରୂପେ ପାଳନ କରିବାକୁ ମୁସଲମାନ ମାନଙ୍କୁ ଆହ୍ୱାନ ଦେଇଥିଲେ। ତ ଯେତେବେଳେ ସେ ଆହ୍ୱାନ ଦେଇଥିଲେ ଧୀରେ ଧୀରେ କଣ ହେଇଥିଲା? ତ ସେଇ ଆହ୍ୱାନ ଧୀରେ ଧୀରେ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା। ତ ସେଇ ଡିଟେଲ୍ସ ଟା ଏଠି ଲେଖା ହେଇଛି। ତ କଣ କଣ ସବୁ ଷ୍ଟେପ ହେଇଥିଲା, କେଉଁଭଳି ଭାବରେ ହିଂସାକାଣ୍ଡ ହେଇଥିଲା, ତାର ପ୍ରତିବାଦରେ ଗାନ୍ଧୀଜୀ କେଉଁଭଳି ଭାବରେ ପଦଯାତ୍ରା କରିଥିଲେ, ଏଇ ସବୁ ଜିନିଷକୁ ନେଇକି ଆନ୍ସରଟି ତ ଏଠି ଅଛି। ଏଟାକୁ ପଢିବ, ପଢିକି ନିଜ ଭାଷାରେ ଆନ୍ସରଟି ଲେଖିବ। କେଉଁ ପରିସ୍ଥିତିରେ କ୍ଲିମେଟ ଆଟଲି ଭାରତ ସମ୍ଭାବ୍ୟ ସ୍ୱାଧୀନତା ସମ୍ପର୍କରେ ଘୋଷଣା କଲେ? ଆନ୍ସର ହେଉଛି 1946 ସେପ୍ଟେମ୍ବର 2 ତାରିଖରେ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା। ଏହି ସରକାର ଯୋଗ ଦେବା ପାଇଁ ମୁସଲିମ ଲିଗ ରାଜି ହୋଇନଥିଲା, କିନ୍ତୁ ଭାଇସରାୟ ଲର୍ଡ ୱାଭେଲ ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରବର୍ତ୍ତାଇବା ପରେ 1946 ଅକ୍ଟୋବର 13ରେ ମୁସଲିମ ଲିଗ ମଧ୍ୟ ସରକାରରେ ଯୋଗଦାନ କଲା। 1946 ଡିସେମ୍ବର 9 ତାରିଖରେ ଦିଲ୍ଲୀଠାରେ ପୂର୍ବରୁ ନିର୍ବାଚିତ ଭାରତର ସମ୍ବିଧାନ ପ୍ରଣୟ ସଭାର ପ୍ରଥମ ବୈଠକ ବସିଲା। ମୁସଲିମ ଲିଗ ଏହାକୁ ପ୍ରତ୍ୟାଖ୍ୟାନ କଲା। ଡିସେମ୍ବର 11ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହେଲେ। ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଲେ। 1947 ଫେବୃଆରୀ 20ରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ କ୍ଲିମେଟ ଆଟଲି ଘୋଷଣା କଲେ ଯେ 1948 ଜୁନ 30 ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ। ତ ଏଇଟା ଥିଲା କଣ ନା ସ୍ୱାଧୀନତା ସମ୍ପର୍କରେ ସମ୍ଭାବ୍ୟ ଘୋଷଣା କରିଥିଲେ କ୍ଲିମେଟ। ତା ପୂର୍ବରୁ କଣ ହେଇଥିଲା ଆଉ କେତେବେଳେ ଘୋଷଣା କଲେ ସେ ଜିନିଷକୁ ପଏଣ୍ଟସ କରିକି ଲେଖିବ। କ୍ୱେଶ୍ଚିନ୍ ହେଉଛି ମାଉଣ୍ଟ ବ୍ୟାଟେନଙ୍କ ଯୋଜନାରେ ଭାରତ ବିଭାଜନ ସମ୍ପର୍କରେ କଣ ପ୍ରସ୍ତାବ ଥିଲା? ତ ମାଉଣ୍ଟ ବ୍ୟାଟେନଙ୍କ ଯୋଜନାରେ ଥିଲା 6ଟି ପ୍ରସ୍ତାବ। ତ ସେଇ 6ଟି ପ୍ରସ୍ତାବକୁ ଲେଖିବାକୁ ପଡିବ। ତ ଫାର୍ଷ୍ଟ ଥିଲା କଣ? ଭାରତ ବିଭାଜିତ ହେବ ଏବଂ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ସୃଷ୍ଟି ହେବ। ସେକେଣ୍ଡ ଥିଲା ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁ ପ୍ରଦେଶ, ବେଲୁଚିସ୍ତାନ ଓ ଆସାମର ମୁସଲମାନ ମାନ ବହୁଳ ସିଲଟ ଜିଲ୍ଲାରେ ବସବାସ କରୁଥିବା ଲୋକମାନେ ଭାରତରେ ରହିବେ କି ପାକିସ୍ତାନରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ। ବଙ୍ଗଳା ପଞ୍ଜାବ ପ୍ରଦେଶ ବିଭାଜିତ ହେବ। ମୁସଲମାନ ବହୁଳ ପୂର୍ବ ବଙ୍ଗ ପାକିସ୍ତାନରେ ମିଶିବ। ଅଣମୁସଲମାନ ବହୁଳ ପଶ୍ଚିମ ବଙ୍ଗ ଭାରତରେ ରହିବ। ମୁସଲମାନ ବହୁଳ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ମିଶିବ ଓ ଅଣମୁସଲମାନ ବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବ। ସାର ସିରିଲ ରେଡକ୍ଲିଫଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ନିର୍ଦ୍ଧାରଣ କମିଶନ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବେ। ଫୋର୍ଥ ଥିଲା ଦେଶୀୟ ରାଜ୍ୟ ଗୁଡିକ ଭାରତ କିମ୍ବା ପାକିସ୍ତାନରେ ମିଶିବା ପାଇଁ କିମ୍ବା ସ୍ୱାଧୀନ ରହିବା ପାଇଁ ନିଷ୍ପତ୍ତି ନେବାର ସ୍ୱାଧୀନତା ଦିଆଯିବ। ଫିଫ୍ଥ ଥିଲା ଭାରତ ସମ୍ବିଧାନ ପ୍ରଣୟ ସଭା ଚାଲୁ ରହିବ ଏବଂ ପାକିସ୍ତାନ ଏକ ଭିନ୍ନ ସମ୍ବିଧାନ ପ୍ରଣୟ ସଭା ଗଠିତ ହେବ। ବ୍ରିଟିଶ ପାର୍ଲାମେଣ୍ଟ କ୍ଷମତା ହସ୍ତାନ୍ତର କରିବା ପାଇଁ 1947 ଅଗଷ୍ଟ 15 ପୂର୍ବରୁ ଏକ ଆଇନ ପାସ୍ କରିବ। ସେଟା ଥିଲା 6 ପଏଣ୍ଟ। ତ ଏଇ 6ଟା ପଏଣ୍ଟକୁ ମନେ ରଖିବାକୁ ପଡିବ। ଭାରତ ସ୍ୱାଧୀନତା ଆଇନର ମୁଖ୍ୟ ବ୍ୟବସ୍ଥା ଗୁଡିକ କଣ ଥିଲା? ତ ଆନ୍ସର ହେଉଛି ଭାରତୀୟ ନେତାମାନେ ମାଉଣ୍ଟ ବ୍ୟାଟେନଙ୍କ ଯୋଜନାକୁ ଗ୍ରହଣ କରିବା ପରେ ବ୍ରିଟିଶ ସରକାର ଏହାକୁ ଭିତ୍ତି କରି ଭାରତ ସ୍ୱାଧୀନତା ନିମନ୍ତେ ଏକ ଆଇନ ପ୍ରସ୍ତୁତ କଲେ। 1947 ଜୁଲାଇ 18ରେ
ରେ ଏହା ଭାରତ ସ୍ୱାଧୀନତା ଆଇନ 1947 ଭାବରେ ବ୍ରିଟିଶ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କଲା। ଉକ୍ତ ଆଇନ ଅନୁସାରେ ଭାରତ ପାକିସ୍ତାନ ନାମକ ଦୁଇଟି ସ୍ୱାଧୀନ ରାଷ୍ଟ୍ର ଗଠିତ ହୋଇ 1947 ଅଗଷ୍ଟ 15 ତାରିଖ ଦିନ କ୍ଷମତା ହସ୍ତାନ୍ତର ନିମନ୍ତେ ନିଷ୍ପତ୍ତି ନିଆଗଲା। ଦେଶୀୟ ରାଜ୍ୟମାନେ ଇଚ୍ଛା ଅନୁସାରେ ଭାରତ କିମ୍ବା ପାକିସ୍ତାନ ସହିତ ଯୋଗ ଦେବାର ସ୍ୱାଧୀନତା ପାଇଲେ ଓ 1947 ଅଗଷ୍ଟ 15ରୁ ଇଂଲଣ୍ଡ ସହିତ ସେମାନଙ୍କର ସମସ୍ତ ଚୁକ୍ତିର ବିଲୋପ ଘଟିଲା। ନିଜର ସମ୍ବିଧାନ ପ୍ରଣୀତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର ସମ୍ବିଧାନ ପ୍ରଣୟନ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ଏବଂ ଉଭୟ ଦେଶ ଭାରତ ଶାସନ ଆଇନ 1935 ଅନୁଯାୟୀ ଶାସନ କଲେ। ଇଂଲଣ୍ଡର ଭାରତ ସଚିବ ପଦ ଉଚ୍ଛେଦ କରାଗଲା। ବିଭାଜନ ଓ ସ୍ୱାଧୀନତା ପରେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଲର୍ଡ ଲୁଇ ମାଉଣ୍ଟବ୍ୟାଟେନ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁ ଏବଂ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲି ଜିନ୍ନା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିଆକତ ଅଲି ଖାନ ଶପଥ ଗ୍ରହଣ କରିଥିଲେ। ତ ଏଇ ସବୁ ଜିନିଷକୁ ଲେଖିବାକୁ ପଡିବ କାରଣ କ୍ୱେଶ୍ଚିନ୍ ଅଛି ବ୍ୟବସ୍ଥା ଗୁଡିକ କଣ କଣ ସବୁ ରହିଥିଲା। ସେକେଣ୍ଡ ପାର୍ଟଟି ହେଉଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 20 ଗୋଟି ଶବ୍ଦରେ ଲେଖ। କ୍ୟାବିନେଟ ମିଶନ କାହିଁକି ଭାରତ ଆସିଥିଲେ? ତ ଆନ୍ସର ହେଉଛି ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଲେ ଏବଂ ସେଥିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ ମିଶନ ନାମରେ ଏକ ପ୍ରତିନିଧି ଦଳ ଭାରତକୁ ଆସିଥିଲେ। ତାପରେ କ୍ୱେଶ୍ଚିନ୍ ହେଉଛି ଇଂଲଣ୍ଡ କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ କ୍ୟାବିନେଟ ମିଶନ ଭାରତକୁ ଆସିଥିଲେ ଏବଂ କେଉଁମାନେ ଏହାର ସଦସ୍ୟ ଥିଲେ? କ୍ଲିମେଟ ଆଟଲି ପ୍ରଧାନମନ୍ତ୍ରୀ ଥିବା ସମୟରେ କ୍ୟାବିନେଟ ମିଶନ ଭାରତକୁ ଆସିଥିଲା। ଆଉ ଭାରତ ସଚିବ ସେତେବେଳେ କିଏ ଥିଲେ ନା ପେଥିକଲ ରେନ୍ସ, ଏଭି ଆଲେକ୍ଜାଣ୍ଡାର ଆଉ ସାର୍ ଷ୍ଟାଫୋର୍ଡ କ୍ରିପ୍ସର ପ୍ରତିନିଧିତ୍ୱ କରିବା ଦଳ ହିଁ ଆସିଥିଲେ ସେତେବେଳେ କ୍ୟାବିନେଟ ମିଶନ ଯେତେବେଳେ ଭାରତକୁ ଆସିଥିଲା ତାଙ୍କର ସଦସ୍ୟ ରହିଥିଲେ। କ୍ୱେଶ୍ଚିନ୍ ହେଉଛି ପ୍ରତ୍ୟେକ କାର୍ଯ୍ୟ ଦିବସ କାହିଁକି ଏବଂ କେଉଁ ଦିନ ପାଳନ କରାଯାଇଥିଲା? କ୍ୟାବିନେଟ ପ୍ରସ୍ତାବରେ ସ୍ୱାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନଥିବାରୁ ମୁସଲିମ ଲିଗ ନେତା ମହମ୍ମଦ ଅଲି ଜିନ୍ନା କ୍ଷୁବ୍ଧ ହୋଇ 1946 ମସିହା ଅଗଷ୍ଟ 16 ତାରିଖକୁ ସାରା ଭାରତରେ ପ୍ରତ୍ୟେକ କାର୍ଯ୍ୟ ଦିବସ ରୂପେ ପାଳନ କରିବାକୁ ମୁସଲମାନମାନଙ୍କୁ ଆହ୍ୱାନ ଦେଇଥିଲେ। ତାପରେ କ୍ୱେଶ୍ଚିନ୍ ହେଉଛି ମଧ୍ୟକାଳୀନ ସରକାର କେବେ ଗଠିତ ହୋଇଥିଲା ଏବଂ ମୁସଲିମ ଲିଗ କେବେ ଏଥିରେ ଯୋଗ ଦେଇଥିଲେ? 1946 ସେପ୍ଟେମ୍ବର 2 ତାରିଖରେ ମଧ୍ୟକାଳୀନ ସରକାର ଗଠନ କରିଥିଲେ ଓ 1946 ଅକ୍ଟୋବର 13ରେ ମୁସଲିମ ଲିଗ ଯୋଗଦାନ କରିଥିଲା। କ୍ୱେଶ୍ଚିନ୍ ହେଉଛି ସାମ୍ପ୍ରଦାୟିକ ଦଙ୍ଗା ନିବାରଣ କରିବା ପାଇଁ ମହାତ୍ମା ଗାନ୍ଧୀ କି ପଦକ୍ଷେପ ନେଇଥିଲେ? ମହାତ୍ମା ଗାନ୍ଧୀ ସାମ୍ପ୍ରଦାୟିକ ଦଙ୍ଗା ଦେଖି ତାଙ୍କର ଦୁଃଖର ସୀମା ରହିଲା ନାହିଁ। ସେ ଦଙ୍ଗା ନିୟନ୍ତ୍ରଣ ପାଇଁ ପୂର୍ବବଙ୍ଗ ଓ ବିହାରରେ ପଦଯାତ୍ରା ଏବଂ ଆମରଣ ଅନଶନ କଲେ ଏବଂ ଆମରଣ ଅନଶନର ଧମକ ମଧ୍ୟ ଦେଇଥିଲେ। ତାପରେ କ୍ୱେଶ୍ଚିନ୍ ହେଉଛି 1947 ମସିହା ଫେବୃଆରୀ 20 ତାରିଖ ଦିନ ଆଟଲିଙ୍କ ଘୋଷଣା ତାତ୍ପର୍ଯ୍ୟ କଣ ଥିଲା? ତ 1947 ଫେବୃଆରୀ 20ରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ କ୍ଲିମେଟ ଆଟଲି ଘୋଷଣା କଲେ ଯେ 1948 ଜୁନ 30 ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ। ତାପରେ କ୍ୱେଶ୍ଚିନ୍ ହେଉଛି ମାଉଣ୍ଟବ୍ୟାଟେନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କଣ ଥିଲା ଏବଂ ଏହା କେବେ ଘୋଷିତ ହୋଇଥିଲା? ଉଭୟ କଂଗ୍ରେସ ଓ ମୁସଲିମ ଲିଗ ମଧ୍ୟରେ ବୁଝାମଣା ଲାଗି ଏକ ଯୋଜନା ପ୍ରସ୍ତୁତ ହେଲା। ବ୍ରିଟିଶ ପାର୍ଲାମେଣ୍ଟର ଅନୁମୋଦନ ପରେ 1947 ଜୁନ 3 ତାରିଖରେ ମାଉଣ୍ଟବ୍ୟାଟେନ ଯୋଜନା ଘୋଷିତ ହୋଇଥିଲା। ତାପରେ କ୍ୱେଶ୍ଚିନ୍ ହେଉଛି ମାଉଣ୍ଟବ୍ୟାଟେନ ଯୋଜନାରେ ଦେଶୀୟ ରାଜ୍ୟମାନଙ୍କ ପାଇଁ କଣ ବ୍ୟବସ୍ଥା ଥିଲା? ଦେଶୀୟ ରାଜ୍ୟଗୁଡ଼ିକ ଭାରତ କିମ୍ବା ପାକିସ୍ତାନରେ ମିଶିବା ପାଇଁ କିମ୍ବା ସ୍ୱାଧୀନ ରହିବା ପାଇଁ ନିଷ୍ପତ୍ତି ନେବାର ସ୍ୱାଧୀନତା ରହିଥିଲା। ସ୍ୱାଧୀନ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ? ଆନ୍ସର ହେଉଛି ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲି ଜିନ୍ନା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିଆକତ ଅଲି ଖାନ ଶପଥ ଗ୍ରହଣ କରିଥିଲେ। ତାପରେ କ୍ୱେଶ୍ଚିନ୍ ହେଉଛି ଭାରତର ପ୍ରଥମ ସ୍ୱାଧୀନତା ଦିବସରେ କିଏ ଏବଂ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ? 1947 ମସିହା ଅଗଷ୍ଟ 14 ତାରିଖ ବିଳମ୍ବିତ ରାତିରେ ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ସ୍ୱାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ। କ୍ୱେଶ୍ଚିନ୍ର ଥାର୍ଡ ପାର୍ଟଟି ହେଉଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ। ତ ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି କ୍ୟାବିନେଟ ମିଶନ କେବେ ଭାରତ ପହଞ୍ଚିଥିଲେ? ଆନ୍ସର ହେଉଛି 1946 ମାର୍ଚ୍ଚ 24। ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି ପ୍ରତ୍ୟେକ କାର୍ଯ୍ୟ ଦିବସ ପାଳନ କରିବା ପାଇଁ କିଏ ଆହ୍ୱାନ ଦେଇଥିଲେ? ଆନ୍ସର ହେଉଛି ମହମ୍ମଦ ଅଲି ଜିନ୍ନା। ଥାର୍ଡ କ୍ୱେଶ୍ଚିନ୍ ହେଉଛି କିଏ କଲିକତା ହିଂସାକାଣ୍ଡକୁ ବିରାଟ କଲିକତା ହତ୍ୟାକାଣ୍ଡ ଭାବରେ ଅଭିହିତ କରିଥିଲେ? ସେ ଥିଲେ କିଏ ନା ତତ୍କାଳୀନ ସାମରିକ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଫ୍ରାନ୍ସିସ୍ ଟକର। କିଏ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ? ସେ ଥିଲେ ଜବାହରଲାଲ ନେହେରୁ। ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଆଟଲି କେବେ ଘୋଷଣା କରିଥିଲେ? 1947 ଫେବୃଆରୀ 20।
माउंटबेटन केउं दिन भारत को भाइसरय होई आसिले 1947 मार्च 22 काहा भित्तिरे भारतर स्वाधीनता निमंते आईन प्रस्तुत होइथिला माउंटबेटन योजना भित्तिरे पाकिस्तान केउं दिन एक राष्ट्र भाबरे आत्मप्रकाश कला से दिनटी होउची 1947 जुलाई 18 ब्रिटिश शासनाधीन भारतर शेष गवर्नर जनरल किए थिले लॉर्ड लुई माउंटबेटन स्वाधीन भारतर प्रथम उप प्रधानमंत्री किए थिले से थिले किए ना सरदार वल्लभ भाई पटेल फोर्थ पार्टी होची प्रत्येक प्रश्न दिया जाइतिबा चारि गोटे विकल्प मधुर ठीक उत्तरटी बाछि तार क्रमिक नंबर सहित लेख तो फर्स्ट क्वेश्चन होची कैबिनेट मिशन केते संख्या विशिष्ट संविधान प्रणय सभार प्रस्ताव देइथिले तो ऑप्शंस होची 296 389 93 14 आंसर होची 389 काहार प्रवर्तन फल मुस्लिम लीग मध्यवर्ती कालीन सरकार जोगदेला ऑप्शन होची क्लीमेट अटली लॉर्ड वावेल लॉर्ड माउंटबेटन और महात्मा गांधी आंसर होची लॉर्ड वावेल किए भारत संविधान प्रणय सभार सभापति थिले जवाहरलाल नेहरू राजेंद्र प्रसाद वल्लभ भाई पटेल मोहम्मद अली जिन्ना आंसर होची किए ना राजेंद्र प्रसाद केउं तारीख सुधा भारत को क्षमता हस्तांतर करिया पे अटली घोषणा करथिले ऑप्शंस होची 1947 फेब्रुआरी 20 1947 जून 3 1947 अगस्त 15 1948 जून 30 आंसर होची 1948 जून 30 केबे भारत स्वाधीनता आईन ब्रिटिश पार्लियामेंट अनुमोदन करथिला ऑप्शंस होची 1947 फेब्रुआरी 20 1947 जून 3 1947 जुलाई 18 1947 अगस्त 14 आंसर होची 1947 जुलाई 18 तो आमे क्वेश्चन आंसर डिस्कस कले जदि किछि डाउट अछि को जगह क्वेश्चन अछि को जगह बुझी हला नै कमेंट रे जणेबो आ जदि भलो लागिला तले वीडियो टिके लाइक कर दबो वीडियो को सहित शेयर करो चैनल जो माने वीडियो देखुछन एपर्यंत सब्सक्राइब करि नांती चैनल को प्लीज सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता वीडियो अपलोड नोटिफिकेशन पहुंचीबा मिसिकी पढ़ी परिबा जानि परिबा एवं बुझी परिबा ताले देखा आगामी वीडियो रे भले रहइबो सुस्थ रहइबो मते अनुमति दे बाय बाय।